ପାଠ 20 ଟଙ୍କା ପଇସାର କାରବାର ବିଷୟରେ ପଢିବା। କଣ ପଢିବା? ପ୍ରଥମେ ଯାହା ଆମର ପାଠ ଅଛି ବହିରେ ତା ପଢିବା, ତାପରେ ଯାହା ଅଭ୍ୟାସ ଅଛି ତା ପଢିବା, ତାପରେ ଏଇ ଦୁଇଟା ପଢି ସାରିଲା ପରେ ଅଭ୍ୟାସ କରି ସାରିଲା ପରେ ଏଇ ବିଷୟରୁ ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ, ନବୋଦୟ ବିଦ୍ୟାଳୟ ପରୀକ୍ଷାରେ, ବୃତ୍ତି ପରୀକ୍ଷାରେ ଯୋଉ ସବୁ ପ୍ରଶ୍ନପତ୍ର ଆସିଛି ସେଗୁଡାକରେ ବି ସମାଧାନ ଆମେ କରିବା। କେମିତି ପଢିବା? ପଢିଲା ବେଳେ ଭିଡିଓକୁ ଷ୍ଟପ୍ କରି ନୋଟ୍ କରିବା। ଯଦି ପଢିଲା ବେଳେ ତମେ କୋଉଠି ଦେଖିଲ କି ମୁଁ କିଛି କଥା କହୁଛି ଯୋଉଟା ନୋଟ୍ କରିବା ଦରକାର, ଭିଡିଓକୁ ବନ୍ଦ କରିଦବ, ସେଠି ବନ୍ଦ କରିଦେଇକି ନୋଟ୍ କରିବ। ଖାତା କଲମ କାଢିକି ରଖିଥିବ, ସେଥିରେ ନୋଟ୍ କରିବ। ଭିଡିଓକୁ ମୂଳରୁ ଶେଷ ଯାଏଁ ଭଲିକି ଦେଖିବ। ଭିଡିଓକୁ ମୂଳରୁ ଶେଷ ଯାଏଁ ଭଲିକି ଦେଖିବ। ଦେଖି ସାରିଲା ପରେ ଅଭ୍ୟାସ ପତ୍ର କରିବ। ମୁଁ ଯୋଉଟା ଲାଷ୍ଟକୁ କରିଛି ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟର ଯୋଉ ପ୍ରଶ୍ନପତ୍ର ଗୁଡାକ ଶେଷ ଯାଏଁ କରିଛି ସେଗୁଡାକ ବି ତମମାନେ କରିବ। ତେବେ ଚାଲ ଆରମ୍ଭ କରିବା। ଯଦି ଏ ଯାଏଁ ଆମ ଚ୍ୟାନେଲ ଆଦର୍ଶ ଓଡ଼ିଆକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ। ଆମେ ନବୋଦୟ ବିଦ୍ୟାଳୟ ପାଇଁ ଲାଇଭ୍ କ୍ଲାसेସ୍ କରୁଛୁ, ମାଗଣାରେ ଆପଣଙ୍କୁ ପ୍ରିପେୟାର କରିବୁ ନବୋଦୟ ବିଦ୍ୟାଳୟ ପାଇଁ, ଆଦର୍ଶ ବିଦ୍ୟାଳୟ ପାଇଁ, ବୃତ୍ତି ପରୀକ୍ଷା ପାଇଁ। ଏଯାଏଁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନିଅ। ତେବେ ଚାଲ ଆରମ୍ଭ କରିବା। ପାଠ 20 ଟଙ୍କା ପଇସାର କାରବାର ବିଷୟରେ ପଢିବା। ତା ପୂର୍ବରୁ କେତେଟା କଥା ପଢିବା। ଟଙ୍କା ପଇସା ଆମେ ଜାଣିଛନ୍ତି 1 ଟଙ୍କା ହଉଛି କେତେ ପଇସା? 100 ପଇସା। 1 ଟଙ୍କା ହଉଛି 100 ପଇସା। ତାହେଲେ ଯଦି ତୁମକୁ କୁହାଯିବ 5 ଟଙ୍କାଟା କେତେ ପଇସା, ତମେ କଣ କରିବ ନା 5 ଗୁଣନ 100, 500 ପଇସା କହିବ। ସେମିତି 1 ଟଙ୍କାଟା ଯଦି 100 ପଇସା, ତ ତମକୁ ଯଦି ଦିଆହେଇଥିବ 500 ପଇସାଟା, 500 ପଇସା କେତେ ଟଙ୍କା ହବ, ତମେ କଣ କରିବ ନା ତା ଦେହରେ 100 ହରିଦବ। 100 ହରିଦେଲେ ତମ ଟଙ୍କା ବାହାରିଯିବ। ନହେଲେ ସବୁବେଳେ କଣ କରିବ, ଯେତେଟା ପଇସା ଦେଇଥିବ ତମକୁ ଯେତିକି ପଇସା ଦେଇଥିବ, ଧର 625 ପଇସା ଦେଇଛି, 625ରେ ତମେ 100 ହରିବ। 100 ହରିଗଲେ ତମକୁ ଯେତେ ଟଙ୍କା ସେତିକି ବାହାରିଥିବ। 625 ହରଣ 100 ହେଲା। ତାହେଲେ ଇଏ ତିନିଟା ସଂଖ୍ୟା ଅଛି, ତିନିଟା ସଂଖ୍ୟା ରହିବ ଏଠି। ତାହେଲେ କଣ କରିବା, 100 ଗୁଣନ 6, 600 ରହିଲା 25। ଏଠି ଏଇ ଯୋଉ ଭାଗ ଶେଷରେ ଯେତିକି ରହିଲା ସିଏ ହଉଛି ପଇସା, ଆଉ ଏଇଠି ଯେତିକି ରହିଲା ଟଙ୍କା, ତାହେଲେ 6 ଟଙ୍କା 25 ପଇସା। 6 ଟଙ୍କା 25 ପଇସା, ହଁ କି ନା? ନହେଲେ ଆଉ କଣ କରିପାରିବା, ଧର ତମକୁ କହୁଛି 775 ପଇସା, ତାକୁ ଟଙ୍କା କରିବାର ଅଛି। 100ଟା 1 ଟଙ୍କା, ଆମେ ଜାଣିଛନ୍ତି 1 ଟଙ୍କା ହଉଛି 100 ପଇସା। 100 ପଇସା ମାନେ 100ରେ କେତେଟା ଶୂନ? 2ଟା ଶୂନ। ତାହେଲେ ସବୁବେଳେ ଡାହାଣ ପଟରୁ 2ଟା ସଂଖ୍ୟା ଛାଡିକି ବିନ୍ଦୁ ଦେଇଦବ, ତାପରେ ଲେଖିଦବ ଇ ଯେତିକି ହେଲା ବିନ୍ଦୁ ପୂର୍ବରୁ ଯେତିକି ହେଲା ଟଙ୍କା, ତାପରେ ଯେତିକି ହେଲା ପଇସା, 7 ଟଙ୍କା 75 ପଇସା। ଏମିତି କରିଦବ ହେଲା। ତମକୁ ଯଦି କୁହାହେଇଥିବ 1 ଟଙ୍କା 25 ପଇସା, ଯେ 25 ପଇସା, 1 ଟଙ୍କା 25 ପଇସା, 1 ଟଙ୍କା 25 ପଇସା କୁ ପଇସାର ପରିବର୍ତ୍ତନ କର, ତମେ କଣ କରିବ, ତା ଦେହରେ 100 ଗୁଣିଦବ। କାରଣ ଆମେ ଜାଣିଛନ୍ତି ପ୍ରତ୍ୟେକ ଟଙ୍କା 1 ଟଙ୍କା ହଉଛି 100 ପଇସା। ତାହେଲେ କେତେ ହେଇଯିବ, 125 ପଇସା। ନହେଲେ ତାକୁ କେମିତି କରିବ, 1 ଟଙ୍କା 25 ପଇସା। 1 ଟଙ୍କାଟା ଯେ କେତେ ପଇସା? 100 ପଇସା। 100 ପଇସା ପ୍ଲସ୍ 25 ପଇସା କେତେ ହେଲା? 125 ପଇସା। ନହେଲେ ଧର ତମକୁ କି କହିଛି 8 ଟଙ୍କା 25 ପଇସା ଯେ କେତେ ପଇସା ହବ, ତମେ କଣ କରିଦବ ନା ସେଇ 8 5 ପାଖରେ ଲେଖିଦବ, 825 ପଇସା ହେଲା। ନହେଲେ ତାକୁ 8 ଟଙ୍କା 25 ପଇସା ଜଣେ ଯଦି କହିଥିବ, ପଇସାକୁ ପଇସା ରଖିଦେଲ, ତାପରେ ଟଙ୍କାଟାକୁ ପଇସା କରିଦେବ। 8 ଟଙ୍କା ଯେ କେତେ ପଇସା? 8 ଗୁଣନ 100, 800 ପଇସା। 800 ପଇସା ପ୍ଲସ୍ 25 ପଇସା କେତେ ହେଲା? 825 ପଇସା। ଇଏ ହେଇଗଲା ଟଙ୍କାର ପଇସା, ପଇସାର ଟଙ୍କା। ଏବେ ଯଦି ତମକୁ କୁହାହେଇଥିବ ମିଶାଣ ଫେଡାଣ କରିବା ପାଇଁ, ତମକୁ କୁହାହେଇଥିବ 8 ଟଙ୍କା 25 ପଇସା ରେ 9 ଟଙ୍କା 75 ପଇସା ମିଶାଅ, ତମେ ତାକୁ ଏମିତି ଡାଇରେକ୍ଟଲି ମିଶାଇ ପାରିବ। ଯେମିତି ମିଶାନ୍ତି 5 5 10, 10ରୁ 0 ନେଲା 1, 7 9, 9 1 10, 10ରୁ 0 ନେଲା 1, 9 8 17 1 18, ତାହେଲେ ହେଲା। ତାପରେ 2ଟା ଘର ଛାଡ଼ିକି ଏଠି ବିନ୍ଦୁ ଦେଇଦେବ, ତାହେଲେ 18 ଟଙ୍କା ହେଲା। ନହେଲେ ତାକୁ ପଇସାରେ ପ୍ରଥମେ ପଇସାକୁ ପରିବର୍ତ୍ତନ କରିଦେବ, ତାପରେ ତାକୁ ମିଶାଇଦେବ। 8 ଟଙ୍କା 25 ପଇସା 825, 9 ଟଙ୍କା 75 ପଇସା 975 ପଇସା। ତାପରେ ତାକୁ ମିଶାଇଦେବ 5 5 10, 10ରୁ 0 ନେଲା 1, 7 9, 9 1 10, 10ରୁ 0 ନେଲା 1, 9 8 17 1 18, 1800 ପଇସା। 1800 ପଇସା ମାନେ ତାକୁ ଟଙ୍କାରେ ପରିବର୍ତ୍ତନ କରାଗଲେ ଡାହାଣ ପଟରୁ ଦିଟା ସଂଖ୍ୟା ଛାଡ଼ିକି ବିନ୍ଦୁ ଦେଇଦେବ ବା ଦଶମିକ ଦେଇଦେବ, ତାହେଲେ ଇଏ ହେଲା 18 ଟଙ୍କା, ଇଏ ହେଲା 0 ପଇସା। ଏମିତି କରିବ। ସେମିତି ଫେଡାଣ ବି ସେମିତି କରିବ। ଧର ତମକୁ କୁହାଯାଇଛି 100 ଟଙ୍କାରୁ 50 ଟଙ୍କା 25 ପଇସା ଫେଡ଼ିବାର ଅଛି, କଣ କରିବ? ଏଠି 0 ଅଛି, 0ରୁ ତ 5 ଯାଇପାରିବନି। ଇଏ କଣ କରିବ, ଏଇଠୁ ଏଇ 1ଟା ଏଇଠିକୁ ଯିବ, ଏଇଠୁ ହେଇଗଲା 10, 10ରୁ 5 ଗଲେ 5, ଏଠି ରହିଛି କେତେ 9, 9ରୁ 2 ଗଲେ 7, ଏଠି 9ରୁ 0 ଗଲେ 9, ଏଠୁ 9ରୁ 5 ଗଲେ 4, ତାହେଲେ ହେଲା 49 ଟଙ୍କା 75 ପଇସା। ଏମିତି ତମେ ଫେଡ଼ି ପାରିବ। ନହେଲେ କଣ କରିବ, ଏଟାକୁ ପଇସା କରିଦେବ। 100 ଟଙ୍କା ମାନେ 100ରେ ପଇସାରେ 2ଟା ଶୂନ ମିଶାଇ ଦେବ, ସେଭଳିଆ 50
ଟଙ୍କା 25 ମାନେ 50 25 କୁ ପାଖାପାଖି ଲେଖିଦେବ ମାନେ 100 ଗୁଣିଆ ମାନେ କ'ଣ ଏଇ ଦୁଇଟା ଅଛି କି ଆ ସହିତ ଏ ଦୁଇଟା ସଂଖ୍ୟା ପରେ ଦଶମିକ ପଡ଼ିବ ବା ଏଇ ଆଡ଼କୁ ଦୁଇଟା ଘୁଞ୍ଚି ଆସିବ 50 25 ତାହେଲେ ଏଥିରୁ ଏତିକି ଫେଡ଼ିଦେବ ତାହେଲେ ଏଇଟା ଫେଡ଼ିଲେ କ'ଣ ହେବ 10ରୁ 5 ଗଲେ 5 9ରୁ 2 ଗଲେ 7 9ରୁ 0 ଗଲେ 9 9ରୁ 5 ଗଲେ 4 9775 ପଇସା 9775 ପଇସା ଆଉ ଟଙ୍କା କ'ଣ ହେବ ବାମ ପଟରୁ ଦୁଇଟା ଡାହାଣ ପଟରୁ ଦୁଇଟା ସଂଖ୍ୟା ଛାଡ଼ିକି ବିନ୍ଦୁ ଦେଇଦେବ 50 ଟଙ୍କା 75 ପଇସା ଏଇଗଲା ମିଶାଣ ଫେଡ଼ାନ ସେଭଳିଆ ହରଣ ଗୁଣନ ବି ସେମିତି କରିବ ପରେ ତୁମକୁ କହିଛି ଗୋଟେ ପେନ୍ର ଦାମ 7 ଟଙ୍କା 35 ପଇସା ହେଲେ 20ଟି ପେନ୍ର ଦାମ କେତେ ହେବ 20ଟି ପେନ୍ର ଦାମ କେତେ ହେବ ଗୋଟେରେ ଦେଇଛି 1ରେ ଦେଇଛି ଅଧିକର ମାଗିଛି ତାହେଲେ କ'ଣ ହେବ ଗୁଣନ ହେଇଯିବ କମ୍ରେ ଦେଇକି ଅଧିକର ମାଗିଥିଲେ ଗୁଣନ ହେଇଯିବ ଅଧିକ ଦେଇକି କମ୍ ମାଗିଥିଲେ ହରଣ ହେଇଯିବ ତାହେଲେ କମ୍ ଗୋଟେ ପେନ୍ର ଦାମ ଦେଇଛି 7 ଟଙ୍କା 35 20ଟାରେ ମାଗିଛି ତାହେଲେ କ'ଣ କରିବ 7 ଟଙ୍କା 35ରେ 20 ଗୁଣିବ ତାକୁ କ'ଣ କରିଦେବ 7 ଟଙ୍କା 35କୁ ତୁମେ ପ୍ରଥମେ ପଇସାର ପରିବର୍ତ୍ତନ କରିଦେବ ସେ କେତେ 735 ଗୁଣନ 20 ହେଲା ଯେତିକି ଟଙ୍କା ହେବ 0 0 ରହିଲା 2 5 10ରୁ 0 ନଥିଲା 1 2 3 6 7 2 7 14 ତାହେଲେ ଏତିକି ପଇସା ଯଦି ହେବ ତାକୁ ଟଙ୍କାରେ ପରିବର୍ତ୍ତନ କଲେ କ'ଣ ଦୁଇଟା ଘର ଛାଡ଼ିକି ଏଇଠି ବିନ୍ଦୁ ଦେଇଦେବ ତାହେଲେ 147 ଟଙ୍କା ହେଇଯିବ ଏମିତି କରିବ ଚାଲ ଏବେ ବହିର କ'ଣ ଅଛି ପଢ଼ିବା ପାଠ 20 ଟଙ୍କା ପଇସା କାରବାରର ବହି ପାଠ ବିଷୟରେ ବି ପଢ଼ିବା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ହେବ ସ୍ୱାଧୀନତା ଦିବସରେ କ'ଣ କ'ଣ କରାଯିବ ଶିକ୍ଷକ ପିଲାମାନେ ବସି ସ୍ଥିର ହେଲା ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ହେବ ସ୍ୱାଧୀନତା ଦିବସ ଦିନ ପୁରସ୍କାର ଦିଆଯିବ ଆଉ ମଧ୍ୟ ସ୍ଥିର ହେଲା ସେଦିନ ଭୋଜି କରାଯିବ ଏବେ ସ୍ୱାଧୀନତା ଦିବସ ପାଳନ ଓ ଭୋଜି ପାଇଁ କ'ଣ କ'ଣ ଜିନିଷ ଆବଶ୍ୟକତାର ତାଲିକା ପ୍ରସ୍ତୁତ କର ଏଠି ତୁମେ ଲେଖିବ ଭୋଜି ପାଇଁ କ'ଣ ଦରକାର ଯେମିତି ଚାଉଳ ଡାଲି ଆଳୁ ଏସବୁ ଜିନିଷ ଲେଖିବ ଯେମିତି ସ୍ୱାଧୀନତା ଦିବସ ପାଇଁ କ'ଣ ନା ଜାତୀୟ ପତାକା ଦଉଡ଼ି ଫୁଲ ଏଇସବୁ ଜିନିଷ ଦରକାର ଏଗୁଡ଼ା ସବୁ ଲେଖିବ ତୁମେ ପିଲାମାନେ ସେମାନଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟି ନେଇଛନ୍ତି ଗୋଟିଏ ଦଳରେ ରହିମ ନେତୃତ୍ୱରେ କିଛି ପିଲା ବଜାରକୁ ସଉଦା ଆଣିବାକୁ ଯାଇଛନ୍ତି ପିଲାମାନେ କିଣିଥିବା ଜିନିଷର ହିସାବ ରହିମକୁ ଦେଲେ ଶୁଭଶ୍ରୀ କିଣିଥିବା ଜିନିଷ ଶୁଭଶ୍ରୀ କ'ଣ କ'ଣ କିଣିଛି ନା ଲେମ୍ବୁ 50ଟାକୁ 50 ଟଙ୍କାରେ କିଣିଛି ଫୁଲ 2ଟା ମାଳକୁ 48 ଟଙ୍କାରେ କିଣିଛି କଦଳୀ 2 ଡଜନକୁ 32 ଟଙ୍କାରେ କିଣିଛି ନଡ଼ିଆ 7ଟାକୁ 69 ଟଙ୍କାରେ କିଣିଛି ମୋଟ ହେଇଗଲା ତମର 199 ଟଙ୍କା 50 ପଇସା ସେ ରହିମ ପାଖରୁ 200 ଟଙ୍କା ନେଇଥିବାରୁ ଅବଶିଷ୍ଟ କେତେ ଫେରାଇବ ରହିମ ହିସାବ କରି କଲା 200 ଟଙ୍କାରୁ 199 ଟଙ୍କା 50 ପଇସା ଚାଲ ହିସାବ କରିବା ଆମେ ଜାଣିଛନ୍ତି ଏଇଟା ଏବେ ଜଷ୍ଟ 200 ଟଙ୍କାରୁ ଆମେ 199 ଟଙ୍କା 50 ପଇସା ଫେଡ଼ିବା କ'ଣ କରିବା ଏଠି ତ 0 0 ଅଛି ତାହେଲେ ଏଇଠୁ 1 10 ନେବା 10ରୁ ନା ଏଠୁ 0 0 ଗଲା ଏଠୁ 10ରୁ 5 ଗଲେ 5 ଏଠି କେତେ 9 9ରୁ 9 ଗଲେ 0 9ରୁ 8 ଗଲେ 1 1ରୁ 1 ଗଲେ 0 ତାହେଲେ 10 ଟଙ୍କା 50 ପଇସା ବଳିଲା ତାକୁ ଆଉ କେମିତି କରିପାରିବା ଆମେ ନା 200 ଟଙ୍କାରୁ 199 ଟଙ୍କା 50 ପଇସା ଫେଡ଼ିବା 200 ଟଙ୍କାକୁ ଯଦି ଆମେ ପଇସାରେ ଲେଖିବା କେମିତି ଲେଖିବା 200ରେ 2ଟା ଶୂନ ଲଗାଇଦେବା ସେ ହେଲା 199 ଟଙ୍କା 50 ପଇସାକୁ କେମିତି ଲେଖିବା 199 5 0 5 ଏଟାକୁ 199 ଟଙ୍କା 50 ପଇସାରେ 100 ଗୁଣ ଦେବା ତାହେଲେ ଇଏ ଦଶମିକ ଯେଉଁ ବିନ୍ଦୁଟା ଏଇଠିକି ପଳେଇ ଆସିବ ତାହେଲେ 189 189 5 0 ହେଇଯିବ ଏବେ ଫେଡ଼ି ଦେବ 0ରୁ 0 ଗଲେ 0 10ରୁ 5 ଗଲେ 5 9ରୁ 9 ଗଲେ 0 ତାପରେ 9ରୁ 9 ଗଲେ 0 ତାପରେ 9ରୁ 8 ଗଲେ 1 1ରୁ 1 ଗଲେ 0 ଏତିକି ପଇସାକୁ ଟଙ୍କାରେ କରିବାକୁ ଗଲେ କ'ଣ ହେବ ଡାହାଣ ପଟରୁ 2ଟା ଘର ଛାଡ଼ିକି ବିନ୍ଦୁ ଦେଇଦେବ ଦଶମିକ ଚିହ୍ନ ଦେଇଦେବ ତାହେଲେ ହେଇଗଲା 10 ଟଙ୍କା 50 ପଇସା ଏତିକି ହେଇଛି ବୁଲବୁଲ କିଣିଥିବା ଜିନିଷ ଦେଖିବା ବୁଲବୁଲ କ'ଣ କିଣିଲା ଆଳୁ 15 କିଲୋଗ୍ରାମ କିଣିଲା 105 ଟଙ୍କାରେ ହରଡ଼ ଡାଲି 4 କିଲୋଗ୍ରାମ କିଣିଲା 288 ଟଙ୍କାରେ ଚିନି କିଣିଲା 30 କିଲୋଗ୍ରାମ 960 ଟଙ୍କାରେ ମୋଟ ହେଇଗଲା 1353 ଟଙ୍କା ରହିମ ପଚାରିଲା ଚିନି 1 କିଲୋଗ୍ରାମକୁ କେତେ ଦରରେ କିଣିଲ ଚିନି କଥା କହୁଛି ଚିନି 30 କିଲୋଗ୍ରାମକୁ 960 ଟଙ୍କାରେ କିଣା ହେଇଛି ତାହେଲେ 1 କିଲୋଗ୍ରାମକୁ କ'ଣ ହେବ 960 ହରଣ 30 କରାଗଲା 960 ହରଣ 30 ଦେଖ ଇଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା ତାହେଲେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ବାମ ପଟରୁ ଯେଉଁ 9 6 2 ଅଙ୍କ ବିଶିଷ୍ଟ ସଂଖ୍ୟା ତା ସହିତ ଆମେ ଭାଗ କରିବା 30 3 90 ହେଲେ ଫେଡ଼ିଦେବା ଏଟାକୁ 96ରୁ 90 ଗଲା କେତେ 6 ତାପରେ ଏଠୁ 0 ଓହ୍ଲାଇଲା 60 30 ଦୁଣେ 60 ତାପରେ ବିନ୍ଦୁ ଦେଇଦେବା ଦଶମିକ ଦେଇଦେବା ତାପରେ 0 0 ତ ଏଠି ବି ସେଇ 0 0 ହେଇଯିବ ତାହେଲେ 32 ହେଇଯିବ ତାହେଲେ କିଲୋ କେତେ ପଡ଼ିଲା 32 ଅର୍ଥାତ୍ କିଲୋଗ୍ରାମକୁ 32 ଟଙ୍କା ଲେଖା ପଡ଼ିଲା ତାହେଲେ ଚାଲ ଏଇଟାକୁ କରିବା ଖାଲି ସ୍ଥାନରେ କେତେ ହେବ ଲେଖ କଦଳୀ 1 ଡଜନର ଦାମ କେତେ 5 ଡଜନର ଦାମ କେତେ କେମିତି କରିବା କଦଳୀ 2 ଡଜନର ଦାମ 32 ଟଙ୍କା କଦଳୀ 2 ଡଜନର ଦାମ 32 ଟଙ୍କା
ତାହେଲେ 1 ଡଜନର ଦାମ କେତେ 32/2 ବା 32/2 କେତେ 16 ଟଙ୍କା। ତାହେଲେ 5 ଡଜନର ଦାମ କେତେ ହେବ ତାହେଲେ 16 ଗୁଣନ 5 16 5 କେତେ 80 ଟଙ୍କା ହେବ। ଏଠି ଲେଖିଦେବ 80 ଟଙ୍କା। 1 ଡଜନର ଦାମ 16 ଟଙ୍କା ହେଲା 16 5 80 ଟଙ୍କା ହେଇଯିବ। ଗୋଟେ ଫୁଲମାଳାର ଦାମ କେତେ 3ଟି ଫୁଲମାଳାର ଦାମ କେତେ ହେବ ଦେଖ ଫୁଲମାଳାର ଦେଖିବା ଚାଲ 2ଟି ଫୁଲମାଳାର ଦାମ 48 ଟଙ୍କା 2ଟି ଫୁଲମାଳାର ଦାମ 48 ଟଙ୍କା। ତାହେଲେ ଗୋଟେ ଫୁଲମାଳାର ଦାମ କେତେ ହେବ 48 ହରଣ 2 48 ହରଣ 2 48 ହରଣ 2 ହେଲେ କେତେ 24 ଟଙ୍କା। 3ଟି ଫୁଲମାଳାର ଦାମ କେତେ ହେବ ତାହେଲେ ଗୋଟେ ଫୁଲମାଳାର ଦାମ ଯଦି 24 ଟଙ୍କା ହେଲା 3ଟି ଫୁଲମାଳାର ଦାମ କେତେ 24 ଗୁଣନ 3 24 ଗୁଣନ 3 312 2 ନେଲା 1 3 ଗୁଣ 6 7 72 ଟଙ୍କା 72 ଟଙ୍କା ହେଇଯିବ। ଗୋଟିଏ ନଡ଼ିଆର ଦାମ କେତେ 5ଟି ନଡ଼ିଆର ଦାମ କେତେ ଚାଲ କରିବା ଦେଖିବା। 7ଟି ନଡ଼ିଆର ଦାମ 59 ଟଙ୍କା 50 ପଇସା 7ଟି ନଡ଼ିଆର ଦାମ 59 ଟଙ୍କା 50 ପଇସା। ତାକୁ ଆମେ 59 ଟଙ୍କା 50 ପଇସା ତାହେଲେ 59 ଟଙ୍କା 50 ପଇସାକୁ ଆମେ ଖାଲି ପଇସାରେ ଯଦି ପରିବର୍ତ୍ତନ କରିବା କେତେ ହେବ ଏଥିରେ 100 ଗୁଣ ଦେବା 100 ଗୁଣ ଦେଲେ କେତେ ହେବ 59 ଟଙ୍କା 5950 ମାନେ 7ଟି ନଡ଼ିଆର ଦାମ 59.50 ପଇସା। ତାହେଲେ ଗୋଟେ ନଡ଼ିଆର ଦାମ କେତେ 59.50 ହରଣ 7 5950 ହରଣ 7 ଏଟା 7 ଠାରୁ ସାନ ଅଛି ଇଏ ଗୋଟେ ଅଙ୍କ ଇଏ ବି ଗୋଟେ ଅଙ୍କ ଏ 7 ଠାରୁ ସାନ ଅଛି ସେଥିପାଇଁ ଶୂନ ଦେବା ଏଠି ଶୂନ ଫେଡ଼େ ଦେବା 5 ଆସିଲା ତଳକୁ ଏ 9 59 ତାପରେ 7 ଅଷ୍ଟନା 56 ହେଲେ ଫେଡ଼େ ଦେବା 3 35 7 5 35 ହେଲା ତାପରେ ଶୂନ 850 କ'ଣ ହେଲା ପଇସା 850 ପଇସା ଯେ କେତେ ଟଙ୍କା 850 ପଇସା ହରଣ 100 କରିଦେଲେ ବା ଏଇ ଦୁଇଟା ସଂଖ୍ୟା ଛାଡ଼ିକି ବିନ୍ଦୁ ଦେଇଦେବ ତାହେଲେ 8 ଟଙ୍କା 50 ପଇସା ଗୋଟେ ପଡ଼ିଲା 8 ଟଙ୍କା 50 ପଇସା ଗୋଟେ ଯଦି 8 ଟଙ୍କା 50 ପଇସା ପଡ଼ିଲା ତାହେଲେ 5ଟାକୁ କେତେ ଟଙ୍କା ପଡ଼ିବ ନା 5 ଗୁଣନ 8 ଟଙ୍କା 50 ପଇସା ହେଲା 8 ଟଙ୍କା 50କୁ ସେଭଳିଆ ପଇସା କରିଦେବ 850ରେ 5 ଗୁଣି ଦେବ 5 5 25ରୁ 5 ନେଲା 2 8 5 40 2 42 ତାପରେ ଶୂନ ଅଛି ଲେଖିଦେଲ ତାପରେ ଦୁଇଟା ଘର ଛାଡ଼ିକି ତାକୁ ବିନ୍ଦୁ ଦେଇଦେଲେ ଟଙ୍କା ହେଇଗଲା 42 ଟଙ୍କା 50 ପଇସା। ସବୁବେଳେ ମନେ ରଖିଥିବା କ'ଣ ଯେତେବେଳେ ଏଇଟା 4250 ପଇସା ଦେଇଛି ତାକୁ ଟଙ୍କା କରିବା ମାନେ ଡାହାଣ ପଟରୁ ଦୁଇଟା ଘର ଛାଡ଼ି ବିନ୍ଦୁ ଦେଇଦେବ ବିନ୍ଦୁ ପୂର୍ବରୁ ଯେତିକି ରହିଲା ସେତିକି ଟଙ୍କା ଏତିକି 42 ଟଙ୍କା ଆଉ ବିନ୍ଦୁ ପରେ ଯେତିକି ରହିଲା ସେତିକି ପଇସା ହେଲା। ଏଇଭଳିଆ ପଇସାରୁ ଟଙ୍କାକୁ କରିବା ଟଙ୍କାକୁ ପଇସା କ'ଣ କରିବ ଧର 42 ଟଙ୍କା 50 ପଇସା ଅଛି ତାହେଲେ ଏଇଟାକୁ ଯେତେବେଳେ ତମେ ପଇସା କରିବ କ'ଣ ଏ ବିନ୍ଦୁଟାକୁ ଉଠାଇ ଦେବ ଖାଲି 4 2 5 0 ଏତିକି ପଇସା ହେଇଯିବ 25 ଟଙ୍କା 75 ପଇସା ଅଛି ତାକୁ ଯଦି 75 ଟଙ୍କା 75 ପଇସା ତାକୁ ଯଦି ପଇସାରେ ପରିବର୍ତ୍ତନ କରିବ 25 75 ଏମିତି କରିଦେବ ହେଲା। ଏଇ ଦୁଇଟାରେ ତମେ କରିବ ଏହିପରି ଆମେ କେତେକ ଜିନିଷର ଦର ନେଇ ସେଥିରୁ କେତେକ ପ୍ରଶ୍ନ କରିବା ଯେପରି ବିଲାତି ବାଇଗଣ କିଲୋଗ୍ରାମ ପ୍ରତି 25 ଟଙ୍କା ହେଲେ 5 କିଲୋଗ୍ରାମ ବିଲାତି ବାଇଗଣର ଦାମ କେତେ ହେଲା ପ୍ରତି କିଲୋ 25 ଟଙ୍କା ତାହେଲେ 5 କିଲୋକୁ କେତେ ହେବ 25 ଗୁଣନ 5 ହେଲା 75 ଟଙ୍କା ହେବ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ତୃତୀୟ ହୋଇଥିବା ପିଲାଙ୍କୁ ଓ ଯେଉଁମାନେ ଭଲ କାମ କରିଥିଲେ ସେମାନଙ୍କୁ ବହି ଖାତା ପେନସିଲ ଓ କଲମ ପୁରସ୍କାର ଦିଆଯିବ। ପିଲାମାନେ ଏଗୁଡ଼ିକୁ କିଣିବା ପାଇଁ ଦୋକାନକୁ ଗଲେ ଜିନିଷ ଗୁଡ଼ିକର ଚିଠା ପିଲାମାନଙ୍କୁ ଦେଲେ ଦୋକାନୀ ଜିନିଷ ଗୁଡ଼ିକର ଚିଠା ପିଲାମାନଙ୍କୁ ଦେଲେ। ଏଠି ଦେଖ ବନଜା ଭେରାଇଟି ଷ୍ଟୋରର ଅଲେଖପୁରରେ ଚିଠା ନମ୍ବର 673 କ୍ରେତାଙ୍କ ନମ୍ବର କମଳ ରାଉତ ତାରିଖ 18/8/2010ରେ ଏଇ ଜିନିଷ ସବୁ କିଣା ହେଇଛି। ଏଠି କ'ଣ ହେଇଛି ଖାତା 8ଟା ପ୍ରତ୍ୟେକ ଖାତାର ଦାମ 26 ଟଙ୍କା 25 ପଇସା ତାର ଦାମ ହେଲା 210 ଟଙ୍କା। କେମିତି ହେଇଛି ନା 26 ଟଙ୍କା 25 ପଇସାର 8 ଗୁଣା ହେଇଛି ଆମେ ଗୁଣିକି ଦେଖିବା ହେଲା ବହି 15ଟାକୁ ପ୍ରତ୍ୟେକ ବହିର ଦାମ 39 ଟଙ୍କା 85 ପଇସା ତ 39 ଟଙ୍କା 85ରେ 15 ଗୁଣା ହେଇଛି 597 ଟଙ୍କା 75 ପଇସା। କଲମ 9ଟା ପ୍ରତ୍ୟେକ କଲମର ଦାମ 35 ଟଙ୍କା 85 ପଇସା ଟୋଟାଲ କଲମର ଦାମ ହେଲା 322 ଟଙ୍କା 65 ପଇସା। ପେନସିଲ 12ଟା ପ୍ରତ୍ୟେକ ପେନସିଲର ଦାମ 2 ଟଙ୍କା 95 ପଇସା ଟୋଟାଲ ହେଲା 35 ଟଙ୍କା 40 ପଇସା। ଏସବୁକୁ ମିଶାଇ ଦେଲେ କେତେ ହେଲା 1165 ଟଙ୍କା 80 ପଇସା ବା 1165 ଟଙ୍କା 80 ପଇସା। ପିଲାମାନେ ଜିନିଷ ଓ ଚିଠା ଆଣି ଶିକ୍ଷକଙ୍କୁ ଦେଲେ ଶିକ୍ଷକ ପଚାରିଲେ ଚିଠାଟି ଅଛି କି ନାହିଁ ଜିନିଷ କିଣିଲେ ବିଲ୍ ଆଣିବାକୁ ଦରକାର ହୁଏ କି ନାହିଁ ହଁ ବିଲ୍ ଆଣିବା ଦରକାର। ଆମେ ଜାଣିଛୁ ଟଙ୍କାକୁ ପଇସାରେ ପରିଣତ କରିବାକୁ ହେଲେ ଆମେ ଟଙ୍କା ପରିମାଣରେ 100 ଗୁଣନ କରିବା ଟଙ୍କା ପରିମାଣରେ ଡାହାଣ ପଟେ 200 ଶୂନ ଲେଖିବା ଯେକୌଣସି ଟଙ୍କାକୁ ଯେତେବେଳେ ପଇସାରେ ନା ଟଙ୍କାକୁ ପଇସାରେ ପରିଣତ କରିବା ତା ଦେହରେ 100 ଗୁଣିବା ତା ମାନେ କ'ଣ ସେଇ ଟଙ୍କା ପରିମାଣ ପରେ ଦୁଇଟା ଶୂନ ଲଗାଇଦେବା। ସେମିତି ପଇସାକୁ ଟଙ୍କାରେ ପରିଣତ କରିବାକୁ ହେଲେ ଡାହାଣ ପଟୁ 2ଟି ଅଙ୍କ ଛାଡ଼ି ବିନ୍ଦୁ ଦିଆଯିବ
ଯଦି ଏଇଟା ଗୋଟେ ପଇସା ଅଛି ତାକୁ ଟଙ୍କା ପରିବର୍ତ୍ତନ କରିବା, ଡାହାଣ ପଟରୁ 2 ଟଙ୍କା ଛାଡ଼ି ବିନ୍ଦୁ ଦେଇଦେବା 5.00 ହେଲା। ତାହେଲେ ଏତିକି ଟଙ୍କା ହେଇଯିବ। ରମେଶ ଗୋଟିଏ ଖାତାର ଦାମ 26.25 ହେଲେ 8ଟି ଖାତାର ଦାମ କେତେ ହେବ? ଶିକ୍ଷକ ଏଇ ଦୁଇଟି ପ୍ରଣାଳୀରେ ଆମେ କାଢ଼ିପାରିବା। ଗୋଟେ ଖାତାର ଦାମ 26.25 ହେଲେ 8ଟି ଖାତାର ଦାମ କେମିତି କାଢ଼ିବା ଦେଖ। ପ୍ରଥମତଃ 26.25ରେ 8 ଗୁଣିଦେବା। 26.25 8 ଗୁଣିବା। ଚାଲ କେମିତି ଗୁଣିକି ଦେଖିବା। 26.25 8 ଗୁଣିବା। 8 5 40, 40ରୁ 0 ନେଲା 4, 8 ଦୁणे 16, 16 4 20, 20ରୁ 0 ନେଲା 2, 8 48, 848 2 50, 50ରୁ 0 ନେଲା 5, 8 ଦୁणे 16 5 21, ଏତିକି 210 ଟଙ୍କା। ସେଠି ଏଠି ଲେଖା ହେଇ 210 ଟଙ୍କା। ନହେଲେ ଆହୁରି କ'ଣ ସୁବିଧାରେ କେମିତି କରିପାରିବା ନା, ଏଇ ଯେଉଁ 26 ଗୋଟେ ଖାତାର ଦାମ 26.25 26.25କୁ 26.25 ତାକୁ ଯେତେବେଳେ ପଇସାରେ ପରିବର୍ତ୍ତନ କରିବା କ'ଣ ଲେଖିବା? 26 25 ଏମିତି ଲେଖିଦେବା। ମାନେ ଦଶମିକଟାକୁ ଉଠେଇଦେବା, 26 25 ପାଖାପାଖି ଲେଖିଦେଲେ ହେଇଗଲା ସେତିକି ପଇସା। ତା ଦେହରେ 8 ଗୁଣିଦେବା। 8 ଗୁଣିଦେଲେ ହେଇଗଲା 21,000 ହେଇଗଲା। 21,000 ଏତିକି ହେଇଗଲା। ତାପରେ ଯଦି ପଇସାକୁ ଟଙ୍କାରେ ପରିବର୍ତ୍ତନ କରିବା, ଦୁଇଟା ସଂଖ୍ୟା ଛାଡ଼ିକି ଦଶମିକ ଦେବା, 210.00, ତାହେଲେ 210 ଟଙ୍କା ହେଇଯିବ। ଦୁଇଟି ପ୍ରଣାଳୀ ମଧ୍ୟରୁ କେଉଁ ପ୍ରଣାଳୀଟି ତୁମକୁ ସୁବିଧା ହେଉଛି କୁହ? ତୁମକୁ କେଉଁଟା ସୁବିଧା ଲାଗୁଛି? ମୋତେ ତ ଏଇଟା ସୁବିଧା ଲାଗେ। ଗୋଟେ ବହିର ଦାମ 39.85 ହେଲେ 15ଟି ବହିର ଦାମ କେତେ? ଚାଲ କରିବା। ଗୋଟେ ବହିର ଦାମ 39.85, 39.85, 15ଟା ବହିର ଦାମ କେତେ? ଆମେ ଜାଣିଛନ୍ତି ଏଇଟା ଟଙ୍କା ଅଛି, ଟଙ୍କାକୁ ପଇସାରେ ପରିବର୍ତ୍ତନ କଲେ କ'ଣ ହେବ? ତାହେଲେ ଯେଉଁ ଦଶମିକଟାକୁ ଉଠେଇଦେବା ଖାଲି 39.85, ତାପରେ 15 ଗୁଣିଦେବା। 15 ଗୁଣିଲେ କେତେ ହେବ? 5 5 25ରୁ 5 ନେଲା 2, 8 5 40, 2 42ରୁ 2 ନେଲା 4, 5 9 45 4 49, 59ରୁ 4 ନେଲା 59ରୁ 9 ନେଲା 4, 5 3 15 4 19, ତାପରେ 1 5 8 9 3 5 7 9 8 17, 17ରୁ 7 ନେଲା 1 9 9 18 1 19ରୁ 9 ନେଲା 1 3 1 4 4 1 5, ଏତିକି ପଇସା। ପଇସାକୁ ଟଙ୍କାରେ ପରିବର୍ତ୍ତନ କରିବାକୁ କଲେ କ'ଣ ହେବ ନା, ଡାହାଣ ପଟରୁ 2ଟା ଘର ଛାଡ଼ିକି ବିନ୍ଦୁ ଦେଇଦେବା। ତାହେଲେ ହେଇଗଲା ଦଶମିକ ଦେଇଦେବା 597 ଟଙ୍କା 75 ପଇସା, ଏତିକି ହେଇଯିବ। ରବିନ କହୁଛି 9ଟି କଲମର ଦାମ 322 ଟଙ୍କା 65 ପଇସା ହେଲେ ଗୋଟେ କଲମର ଦାମ କେତେ? ଏଠି କ'ଣ ହେବ? ଉଲ୍ଟା ଦେଇଛି, ଅଧିକରେ ଦେଇଛି କମରେ ପଚାରିଛି, ତା ମାନେ କ'ଣ ହେବ? ହରଣ ହେବ। କେମିତି ହରଣ ହେଉଛି ଦେଖ। 932 ଟଙ୍କା 65 ପଇସାରେ 9 ହରଣ ହେଉଛି। ଏଟାକୁ ଦୁଇଟି ଉପାୟରେ କରିପାରିବ। ଆମେ ପଇସାରେ ଏକୁ ପ୍ରଥମେ ପଇସାକୁ ପରିବର୍ତ୍ତନ କରିଦେବା, ତାପରେ କରିବା ଆମକୁ ସୁବିଧା ହେବ। 322 ଟଙ୍କା 65 ପଇସା, 322 ଟଙ୍କା 65 ପଇସା, 322 ଟଙ୍କା 65 ପଇସାକୁ 9ରେ ହରିବା। 322 ଟଙ୍କା 65 ପଇସାକୁ ପଇସାରେ ପରିବର୍ତ୍ତନ କଲେ 362 ଟଙ୍କା 65 ପଇସା। ତା ଦେହରେ ଆମେ 9 ହରିବା। ଏଇଟା ଆମକୁ ସୁବିଧା ହେବ। 65 ପଇସାରେ 9 ହରିଦେବା। 9 ହରିଦେଲେ ଏଠି 362 ଟଙ୍କା 65 ପଇସାରେ 9 ହରିଲେ ଏ କେତେ ହେଉଛି? 3,585। ତାହେଲେ 3,585 ପଇସା, 3,585 ପଇସା ମାନେ ଟଙ୍କା ହେଲେ କେତେ ହେବ? ଦୁଇଟା ବିନ୍ଦୁ ସଂଖ୍ୟା ଛାଡ଼ିକି ଆମେ ଦଶମିକ ଦେବା, 35 ଟଙ୍କା 85 ପଇସା। ତାହେଲେ ଗୋଟେ କଲମର ଦାମ ହେଇଗଲା 35 ଟଙ୍କା 85 ପଇସା।